ତଥ୍ୟ ଦେବାରେ କୁନ୍ତୁକୁନ୍ତୁ ହେଉଛନ୍ତି ବ୍ଲକ ଅଧିକାରୀ। ଗରିବ କଲ୍ୟାଣ ଓ ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କୁ ସଶକ୍ତ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। ହେଲେ ବାସ୍ତବରେ କ୍ଷେତ୍ରସ୍ଥଳରେ ସେସବୁ ଟଙ୍କା ଉପଯୁକ୍ତ କାମରେ ଲାଗିପାରୁଛି କି? ସରକାରଙ୍କ ବିନିଯୋଗ କରୁଥିବା ଯୋଜନାର ଅର୍ଥ ସଠିକ୍ ଭାବେ ଖର୍ଚ୍ଚ କରାଯାଇଛି କି? ସରକାରଙ୍କ ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ କେତେ ପୂରଣ ହୋଇପାରିଛି ସେସବୁ ସର୍ବସାଧାରଣଙ୍କୁ ଜଣାଇବା ପାଇଁ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ସରକାରୀ ଯୋଜନା ମାଧ୍ୟମରେ ଉନ୍ନୟନ ନାଁରେ ଆସୁଥିବା ସରକାରୀ ଅର୍ଥକୁ ସଠିକ୍ ନିୟମ ପାଳନ ନ କରି କାମ କରାଯାଇ ବାଟ ମାରଣା କରାଯାଉଥିବା ନେଇ ଗୁରୁତ୍ୱ ଅଭିଯୋଗ ହେଉଛି। ଯୋଜନା ଅର୍ଥ ହରିଲୁଟ୍ କରାଯାଇକି ଲୋକଙ୍କ ଅଭିଯୋଗ ମିଳିବା ପରେ ସତ୍ୟତା ଜାଣିବା ପାଇଁ ଅଧିକାରୀମାନଙ୍କୁ ପଚାରିଲେ ତଥ୍ୟ ଦେଉନାହାନ୍ତି। ଆର୍ଟିଆଇରେ ତଥ୍ୟ ମାଗିବାକୁ କହୁଛନ୍ତି। ଆର୍ଟିଆଇରେ ତଥ୍ୟ ମାଗିଲେ ନାଲି ଆଖି ଦେଖାଇ ଚୁପ୍ କରିବାକୁ ଉଦ୍ୟମ କରୁଛନ୍ତି। ଏଭଳି ଘଟଣା ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକରେ ଦେଖିବାକୁ ମିଳୁଛି। ବ୍ଲକକୁ ଯାଇ ଜାଣିବା ସକାଶେ ପଚାରିଲେ કોઈ ତଥ୍ୟ ଦେଉନାହାନ୍ତି। ଦିନ ଗଡ଼ାଇ ଚାଲିଛନ୍ତି। ସୂଚନା ମାଗିଥିବା ବ୍ୟକ୍ତିଙ୍କୁ ନ ମାଗିବା ସକାଶେ ଚାପ ସୃଷ୍ଟି କରୁଛନ୍ତି କର୍ମଚାରୀମାନେ। ବ୍ଲକରେ ଅନେକ ଅନିୟମିତତା ଘଟାଉଥିବାର ସୂଚନା ଆମେ ପାଇଥିଲୁ। ଏସବୁ ବିଷୟରେ ପଦ୍ମପୁର ବିଜେପି ଯୁବନେତା ନଚିକେତା ସାହୁ ଅଧିକାରୀଙ୍କ ସହ ସାକ୍ଷାତ କରି ଏସବୁ ବିଷୟରେ ପଚାରି ବୁଝିଲେ ସୂଚନା ଆଇନ ମାଧ୍ୟମରେ ଆବେଦନ କଲେ ତଥ୍ୟ ଦିଆଯିବ କହୁଛନ୍ତି। ଆବେଦନ କରିବା ପରେ କୌଣସି ତଥ୍ୟ ଦେଉନାହାନ୍ତି। 2024 ନଭେମ୍ବର 5 ତାରିଖରେ ଆର୍ଟିଆଇ ମାଧ୍ୟମ ତଥ୍ୟ ମାଗିଥିଲୁ। ପରବର୍ତ୍ତୀ ସମୟରେ ବ୍ଲକ ପ୍ରଶାସନ ତଥ୍ୟ ନ ଦେବା ଉଦ୍ଦେଶ୍ୟରେ ବହୁ ପ୍ରକାର ବାହାନା ଦେଖାଇଥିଲେ। ଏହାପରେ ଡିସେମ୍ବର 13 ତାରିଖରେ ବ୍ଲକ ପ୍ରଶାସନ ତରଫରୁ ଆର୍ଟିଆଇ ନୋଟିସ୍ ଆସିଥିଲା। ହେଲେ ଏବେ ବ୍ଲକ ପ୍ରଶାସନ ତଥ୍ୟ ଦେବାରେ କାହିଁକି ପଛଘୁଞ୍ଚା ଦେଉଛନ୍ତି ତାହାକୁ ନେଇ ଏବେ ସବୁଠୁ ବଡ଼ ଚର୍ଚ୍ଚା ଜୋର ଧରୁଛି। ଏ ଭିତରେ କ'ଣ ରହସ୍ୟ ରହିଛି ତାହା ଦେଖିବାକୁ ବାକି ରହିଲା।